ଆସନ୍ତୁ ଆଜି ବନେଇବା ରୋହି ମାଛ ଘାଣ୍ଟ। ଆଳୁ ଦେଶୀ ଆଳୁ ଜାଇ ବତୁରେଇ ରଖିଦବା। ତେଲ ଗରମ କରିକି ଆଳୁ ଦେଶୀ ଆଳୁକୁ ଭଲସେ ଭାଜିଦବା, କାଢିଦବା ପାତ୍ରକୁ। ତେଲ ପକେଇଦବା, ତେଲ ପକେଇ ଫୁଟଣ ଟିକେ ପକେଇଦବା। ପିଆଜ ପକେଇ ତାକୁ ଟିକେ ଭଲସେ ଜାଳିଦବା। ପିଆଜ ହେଇସାରିଲା ପରେ ଅଦା ପକେଇଦବା, ଅଦା ରସୁଣ ଟମାଟର ପକେଇଦବା, ହଳଦୀ ପାଉଡର ଲୁଣ ପକେଇ ତାକୁ ଟିକେ ଭଲକି କଷିଦବା। କଷି ଦେଇ ସାରିଲା ପରେ ଜିରା ପାଉଡର, ଧନିଆ ପାଉଡର, ଲଙ୍କା ପାଉଡର, କାଶ୍ମୀରୀ ଚିଲି, ଚିକେନ ମସଲା ପକେଇ ତାକୁ ଟିକେ ପାଣି ଦେଇ ଭଲସେ ଫୁଟେଇଦବା। ଫୁଟେଇ ସାରିଲା ପରେ ଆଳୁ ଦେଶୀ ଆଳୁ କାଟିକି ପକେଇଦବା। ଆଳୁ ଦେଶୀ ଆଳୁ ଭଲ ଟିକେ କଷି ଦେଇ ସେଥିରେ ବୁଟ ଯାଇ ପକେଇ ଦେଇ ତାକୁ ଟିକେ ଘୋରେଇକି ଦବା। ଫୁଟି ଆସିଲା ପରେ ମାଛ ପକେଇଦବା। ମାଛ ପକେଇ ଟିକେ ଗରମ ମସଲା ପକେଇଦବା। ଗରମ ମସଲା ପକେଇ ସାରିଲା ପ୍ରସ୍ତୁତ ହେଇଗଲା ଆମର ଘାଣ୍ଟ ତରକାରୀ।